ସମାଜର ନୈତିକତା ଏବଂ ସାଧାରଣ ଜୀବନ ବଞ୍ଚାଇବା ପାଇଁ ସଦା ସର୍ବଦା ପ୍ରଚେଷ୍ଟିତ ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ଭଞ୍ଜନଗର ସଦସ୍ୟମାନେ ସଦାସର୍ବଦା ମାନସିକ ବିକାରଗ୍ରସ୍ତ ଓ ଅସହାୟଙ୍କ ସେବା କରି ଆସିଛନ୍ତି। ସେପରି ଜଣେ ଅସହାୟଙ୍କ ଚିକିତ୍ସା ପରେ ମୃତ୍ୟୁ ଘଟିଛି। ଆଉ ମୃତଦେହକୁ ସତ୍କାର କରି ସମାଜରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡ଼ିଶା। ସୂଚନା ପ୍ରକାରେ ଭଞ୍ଜନଗର ବ୍ଲକ ଗୋଲାପଡ଼ା ପଞ୍ଚାୟତ ନାରାୟଣପାଟଣା ଗ୍ରାମର ବିନୋଦ ପାଢ଼ୀ ବୟସ 45 ବର୍ଷ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବିପଦର ବନ୍ଧୁ ଅନୁଷ୍ଠାନ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଥିଲା। ଆଜି ସକାଳ ସମୟରେ ସେ ଭଞ୍ଜନଗର ବସ୍ଷ୍ଟାଣ୍ଡରେ ପଡ଼ି ସେ ମୃତ୍ୟୁବରଣ କରିଛନ୍ତି। ଖବର ପାଇ ସଂଘର ସଦସ୍ୟମାନେ ପୋଲିସକୁ ଖବର ଦେଇଥିଲେ। ମୃତ ବିନୋଦଙ୍କ ମା ଭଉଣୀ ସୁରତରେ ରହୁଥିବା ବେଳେ ସେମାନଙ୍କ ଅନୁମତି ଓ ଗ୍ରାମବାସୀଙ୍କ ସହଯୋଗରେ ମୃତ ଶରୀରକୁ ବିପଦର ବନ୍ଧୁ ଅନୁଷ୍ଠାନ ସଦସ୍ୟମାନେ ଗ୍ରାମ ଶ୍ମଶାନରେ ସତ୍କାର କରିଥିଲେ। ପ୍ରକାଶ ଥକି ଅନୁଷ୍ଠାନର ସଦସ୍ୟମାନେ ମହାମାରୀ କରୋନା ଏବଂ ବିଭିନ୍ନ ସମୟରେ ଏହିଭଳି ଅନେକ ଅସହାୟ ଶବଗୁଡ଼ିକର ସତ୍କାର କରି ସେମାନଙ୍କୁ ସାମାଜିକ ମର୍ଯ୍ୟାଦା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି। ଅନୁଷ୍ଠାନର ଏଭଳି ସମାଜ ଉପଯୋଗୀ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ସାଧୁବାଦ ପ୍ରାପ୍ତ ହେଉଛି। ଭଞ୍ଜନଗରରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ଓଡ଼ିଶା ଭଏସ୍ 24।